ଏହି ସମୟରେ ଆସନ୍ତୁ ଆମ୍ଭେ ପରମେଶ୍ୱରଙ୍କ ଗୌରବମୟ ରାଜ୍ୟ ଆଡ଼କୁ ଯିବା। ଏହି ବିଷୟର ସହିତ ପରମେଶ୍ୱରଙ୍କ ବାକ୍ୟକୁ ଭାଗ କରିବା। ଏହି ପୃଥିବୀରେ 7.7 ଆରବ ଲୋକ ରହୁଛନ୍ତି। ଯେତେବେଳେ ଆପଣ ତାହାଙ୍କ ଜୀବନକୁ ଦେଖନ୍ତି, ତେବେ କିଛି ଆପଣ ଦିନ ସାର୍ଥକ ରୂପରେ ବ୍ୟତୀତ କରନ୍ତି, ଯେବେ କିଛି ଅସାର କରନ୍ତି। ପରମେଶ୍ୱର ଆମ୍ଭମାନଙ୍କ ବିଷୟରେ କ'ଣ ଚିନ୍ତା କରିବେ? ଯଦି ସେ ଆମ୍ଭମାନଙ୍କୁ ଦେଖନ୍ତି, ତେବେ ନାହିଁ କେବଳ ପରମେଶ୍ୱର ମାତ୍ର, ଅନେକ ଆତ୍ମିକ ପ୍ରାଣୀ ଓ ସ୍ୱର୍ଗରେ ସ୍ୱର୍ଗଦୂତ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବେ। କିନ୍ତୁ ଯେବେ ଆମ୍ଭେ ସ୍ୱର୍ଗର ଗୌରବମୟ ରାଜ୍ୟ ଆଡ଼କୁ ବୃଦ୍ଧି ହେଉଥିବା, ତେବେ ପରମେଶ୍ୱର ଓ ସ୍ୱର୍ଗଦୂତ କ'ଣ ଚିନ୍ତା କରିବେ? ସେମାନେ ଏହି ପ୍ରକାରରେ ଆମ୍ଭମାନଙ୍କ ପ୍ରଶଂସା କରିବେ। ସେମାନେ ଏକ ଉତ୍ତମ ଓ ଧାର୍ମିକ ଜୀବନ ଅତିବାହିତ କରୁଛନ୍ତି, ଆଉ ଆମ୍ଭକୁ ଆଶୀଷ ଦେବେ, ହଁ ନା? ଆଜି ଆସନ୍ତୁ ଆମ୍ଭେ ଉପଦେଶକ ପୁସ୍ତକର ଅଧ୍ୟୟନ କରିବା, ଯେଉଁଠି ଲେଖକ ଅନେକ ଥର କହିଲେ କି ଅସାର ଅଟେ। ପୁଣି ମୁଁ ଜାଣିବାକୁ ଇଚ୍ଛା କଲି କି କେତେ ପଦରେ ଅସାର ଲେଖା ଅଛି। ମୁଁ ତାହା ହିସାବ କଲି ଓ ହାରାହାରି 25 ପଦରେ ଅସାର ଲେଖା ଅଛି। ମୁଁ ଚିନ୍ତିତ ଥିଲି। ଅସାର ଜୀବନ ଓ ସାର୍ଥକ ଜୀବନର ମାପଦଣ୍ଡ ବାଇବଲରେ ଲେଖାଯାଇଅଛି। ତେବେ ଆସନ୍ତୁ ଆମ୍ଭେ ପରମେଶ୍ୱରଙ୍କ ଶିକ୍ଷାର ଅଧ୍ୟୟନ କରିବା କି ଆମ୍ଭକୁ ଆପଣ ଜୀବନକୁ କେମିତି ବଞ୍ଚିବାର ଅଛି, ଯାହାଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ଗୌରବମୟ ରାଜ୍ୟ ଆଡ଼କୁ ଅଧିକ ଚେଷ୍ଟା କରିପାରିବା। ଆସନ୍ତୁ ଆମ୍ଭେ ଉପଦେଶକ ଅଧ୍ୟାୟ 1 ପଦ 1 ଉପରେ ଏକ ନଜର ଦେବା। ଦାଉଦଙ୍କ ପୁତ୍ର ଜିରୁସେଲମସ୍ଥ ରାଜା ଉପଦେଶକଙ୍କର ବାକ୍ୟମାଳା। ଉପଦେଶକ କହୁଛନ୍ତି, ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର। ଯଦି ଆପଣ କେବଳ ଏହି ବାକ୍ୟଗୁଡ଼ିକୁ ଅଧ୍ୟୟନ କରନ୍ତି, ତେବେ ଆପଣ ଭୁଲ ବୁଝିପାରନ୍ତି ଓ ନକାରାତ୍ମକ ଭାବରେ ଚିନ୍ତା କରିପାରନ୍ତି, କ'ଣ ଏତେ ଅସାର ଅଟେ? କହିବା ବାଲା କହୁଛନ୍ତି କି ଏହା ଦୁଃଖଦ ଓ ଅସାର ଅଟେ କି ଲୋକମାନେ କେବଳ ପୃଥିବୀରେ ଅସ୍ଥାୟୀ ବସ୍ତୁ ନିମନ୍ତେ ଚେଷ୍ଟା କରନ୍ତି। ପରମେଶ୍ୱର ଲୋକଙ୍କ ନିମନ୍ତେ ସ୍ୱର୍ଗର ଅନନ୍ତ ରାଜ୍ୟ ପ୍ରସ୍ତୁତ କରିଛନ୍ତି, ମାତ୍ର ସେମାନେ ଏହା ଦେଖନ୍ତି ନାହିଁ। କିନ୍ତୁ ଆପଣ ଚେଷ୍ଟାକୁ କେବଳ ସେହି ବସ୍ତୁ ଉପରେ ଲଗେଇଥାନ୍ତି ଯାହା ଅଳ୍ପ ସମୟ ପରେ ଉଭେଇ ଯିବ। ଆତ୍ମିକ ଦୁନିଆରେ ପରମେଶ୍ୱର ଲୋକମାନଙ୍କୁ ଦେଖନ୍ତି ଓ କହନ୍ତି, ଅସାର, ଅସାର, ସବୁକିଛି ଅସାର ଅଟେ। ଏ ପ୍ରକାର ଲୋକ କେମିତିକା ଜୀବନ ଅତିବାହିତ କରୁଛନ୍ତି, ଯାହା ପରମେଶ୍ୱର ଏପରି କହୁଛନ୍ତି? ଆସନ୍ତୁ ପଦ 3 ସହିତ ଜାରି ରଖିବା। ମନୁଷ୍ୟ ସୂର୍ଯ୍ୟ ତଳେ ଯେ ପରିଶ୍ରମରେ ପରିଶ୍ରାନ୍ତ ହୁଏ, ତାହାର ସେହି ସବୁରୁ କି ଲାଭ? ଏକ ପୁରୁଷ ବହିଯାଏ ଓ ଅନ୍ୟ ପୁରୁଷ ଆସେ, କିନ୍ତୁ ପୃଥିବୀ ସଦାକାଳ ଥାଏ। ମାତ୍ର ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ, ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ। ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ। ଆପଣା ପଥରେ ନିତ୍ୟ ନିତ୍ୟ ଘୁରେ ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ। ନଦୀ ସବୁ ସମୁଦ୍ରକୁ ବହିଯାଆନ୍ତି, ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀ ସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି। ସମଗ୍ର ବିଷୟ କ୍ରାନ୍ତିପୂର୍ଣ୍ଣ, ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ। କର୍ଣ୍ଣ ବିଷୟରେ କ'ଣ? କିଏ ବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ। ଯାହା ହୋଇଅଛି ତାହା ହିଁ ହେବ ଓ ଯାହା କରାଯାଇଅଛି ତାହା ହିଁ କରାଯିବ। ପୁଣି ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ। ଯେଉଁ ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ ଏହା ନୂତନ, ଏପରିକି କୌଣସି ବିଷୟ ଅଛି, ତାହା ତ ଏଥିପୂର୍ବେ ଆମମାନଙ୍କ ପୂର୍ବକାଳୀନ ସମୟରେ ଥିଲା। ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନଥାଏ। କିଏ ବା ଭବିଷ୍ୟତ କାଳରେ ଯେଉଁମାନେ ଉତ୍ପନ୍ନ ହେବେ, ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନଥିବ। ମୁଁ ଉପଦେଶକ ଜେରୁସେଲମର ଇସ୍ରାଏଲ ଉପରେ ରାଜା ଥିଲି। ପୁଣି ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି। ଏତଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ। ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷିତ କରିଅଛି। ଆଉ ଦେଖ, ସେ ସମସ୍ତ କ'ଣ? ସବୁ ଅସାର, ବାୟୁର ପଶ୍ଚାତ ଧାବନ ମାତ୍ର। ଯଦିଓ ଆମ୍ଭେ କେତେ ଚେଷ୍ଟା କରୁନା କାହିଁକି, ଯଦିଓ ଆମ୍ଭେ ଲମ୍ବା ସମୟ ନିମନ୍ତେ କେତେ ଚେଷ୍ଟା କରୁନା କାହିଁକି, ଆମ୍ଭେ ବାୟୁକୁ ଆପଣା ହସ୍ତରେ ଧରିପାରିବା ନାହିଁ। ସେହି ପ୍ରକାରେ ଯଦି ଜଣେ ମନୁଷ୍ୟ ଆପଣା ଜୀବନରେ ସ୍ୱର୍ଗର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିନା ପୃଥିବୀରେ ରହିଥାଏ, ତେବେ ସମସ୍ତ କିଛି ଅସାର ବସ୍ତୁର ଏକ ଶୃଙ୍ଖଳା ଅଟେ।
ମୁଁ ଉପଦେଶକର ପୁସ୍ତକରେ ସମସ୍ତ ବାକ୍ୟକୁ ଅଧ୍ୟୟନ କରୁନାହିଁ, କିନ୍ତୁ ମୁଁ ଆପଣଙ୍କୁ ଦେଖାଉଅଛି କି ଏହା କେତେ ଥର ଓସାର କହିଥାଏ। ଯଦି ସେହି ସମସ୍ତ ପରିଶ୍ରମ ମନୁଷ୍ୟ ଯାହା ପୃଥିବୀରେ କରିଥାଏ ଅନନ୍ତ ବସ୍ତୁ ନିମନ୍ତେ ଅଟେ, ତେବେ ତାହାର ପରିଶ୍ରମ ଓସାର ହେବ ନାହିଁ। କିନ୍ତୁ ସେମାନେ କ୍ଷଣିକ ଓ ଅସ୍ଥାୟୀ ବସ୍ତୁ ନିମନ୍ତେ କାର୍ଯ୍ୟ କରନ୍ତି। ଏଥିପାଇଁ ଏଠାରେ 25 ଥର ବାକ୍ୟରେ ଲେଖାଯାଇଅଛି, ସକଳ ହିଁ ଓସାର। ଉପଦେଶକର ପୁସ୍ତକ 99.9% ଓସାର ଶବ୍ଦ ଦ୍ୱାରା ପରିପୂର୍ଣ୍ଣ। ଶେଷରେ ଏକ ବାକ୍ୟରେ ବହୁତ ହି ଛୋଟ ଉପସଂହାର ରହିଛି କି ଏକ ସତ୍ୟ ଓ ସାର୍ଥକ ଜୀବନ କେମିତି ବଞ୍ଚିବାକୁ ହେବ। ଏହି ଉପସଂହାର ଆଜିର ଉପଦେଶର ବିଷୟ ଅଟେ। କେବଳ ଏହା ଏକ ବିଷୟ ଅଟେ ଯାହା ଓସାର ନୁହେଁ। ପଦ 14 କହିଥାଏ, ସୂର୍ଯ୍ୟ ତଳେ କ୍ରୀତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି, ଆଉ ଦେଖ ସବୁ ଓସାର ବାୟୁର ପଶ୍ଚାତ ଧାବନ ମାତ୍ର। ପଦ 15, ଯାହା ଟଙ୍କା ତାହା ସଡ଼କ କରାଯାଇ ନପାରେ, ପୁଣି ଯାହା ଅଭାବ ତାହା ଗଣିତ ହୋଇ ନପାରେ। ମୁଁ ଆପଣା ହୃଦୟରେ ଭାବି କହିଲି, ଦେଖ ଜେରୁସାଲେମରେ ମୋ ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି। ଆହୁରି ମୋହର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହାନୁଭାବୀ ହୋଇଅଛି। ତହୁ ମୁଁ ଜ୍ଞାନର ତତ୍ତ୍ୱ ପୁଣି ବାତୁଳତା ଓ ଅଜ୍ଞାନତାର ତତ୍ତ୍ୱ ଜାଣିବା ପାଇଁ ମନୋଯୋଗ କଲି। ମୋତେ ଜଣାଗଲା କି ଏହା କାହାର ପଶ୍ଚାତ ଧାବନ କରିଛି, ବାୟୁର ପଶ୍ଚାତ ଧାବନ ବୋଲି ଜାଣିଲି। ଏହା ମଧ୍ୟ ଓସାର ଅଟେ। ସେ କହିଲା କି ବୁଦ୍ଧିର ପାର୍ଥକ୍ୟ କର ଓ ନାହିଁ, ଏଥିରେ କୌଣସି ପ୍ରଭେଦ ନାହିଁ, ଏହା ବୁଝା ପଡ଼େ, ହଁ ନା? ପଦ 18, କାରଣ ବହୁତ ଜ୍ଞାନରେ ବହୁତ କ୍ଲେଶ ଥାଏ, ପୁଣି ଯେ ବିଦ୍ୟା ବୁଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ। ପ୍ରତ୍ୟେକ ଦିନର ଜୀବନରେ କିଛି ମଧ୍ୟ ମହତ୍ତ୍ୱପୂର୍ଣ୍ଣ ନାହିଁ। ଆପଣଙ୍କ ପାଖରେ ଘମଣ୍ଡ କରିବା ନିମନ୍ତେ କିଛି ମଧ୍ୟ ନାହିଁ, କେବଳ ଏଥିପାଇଁ କି ଆପଣ କିଛି ଆଉ ଜାଣନ୍ତି। ଆପଣ ଧନୀ ହେବାର କାରଣରେ ଦିନରେ 10 ବା 20 ଥର ଭୋଜନ କରନ୍ତି ନାହିଁ। ବର୍ତ୍ତମାନ ଯେବେ ମୁଁ ଜୀବନରେ ସମସ୍ତ ବସ୍ତୁର ସିଦ୍ଧାନ୍ତକୁ ଜାଣେ, ତେବେ ପ୍ରତ୍ୟେକ କାମ ବାୟୁ ଧରିବା ଯେପରି ଅଟେ। କାହିଁକି ନା ଆପଣ ସତ୍ୟ ଚେଷ୍ଟା କରନ୍ତି, ଏହା ଉପଦେଶକ ପୁସ୍ତକର ମୁଖ୍ୟ ଅର୍ଥ ଅଟେ। ଆସନ୍ତୁ ଆମ୍ଭେ ଅଧ୍ୟାୟ 2କୁ ଯିବା। ମୁଁ ଆପଣା ମନେ ମନେ କହିଲି, ଆସ ମୁଁ ଏବେ ତୁମ୍ଭକୁ ଆନନ୍ଦ ଦ୍ୱାରା ପରୀକ୍ଷା କରିବି। ଏହେତୁ ସୁଖ ଭୋଗ କର, ଆଉ ଦେଖ ତାହା ମଧ୍ୟ ଓସାର। ଆସନ୍ତୁ ଆମ୍ଭେ ଅଧ୍ୟାୟ 2 ପଦ 11କୁ ଯିବା। ତହୁ ମୋହର ହସ୍ତ ଯେ ସମସ୍ତ କାର୍ଯ୍ୟ କରିଥିଲା ଓ ଯେ ପରିଶ୍ରମରେ ମୁଁ ପରିଶ୍ରାନ୍ତ ହୋଇଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସବୁ ଓସାର ଓ ବାୟୁର ପଶ୍ଚାଧାବନ ମାତ୍ର, ପୁଣି ସୂର୍ଯ୍ୟ ତଳେ କୌଣସି ଲାଭ ନଥାଏ। ପଦ 15, ତହିଁରେ ମୁଁ ଆପଣା ମନେ ମନେ କହିଲି, ମୂର୍ଖ ପ୍ରତି ଯେ ରୂପ ଘଟେ ମୋ ପ୍ରତି ହିଁ ସେ ରୂପ ଘଟିବ। ତେବେ ମୁଁ କାହିଁକି ଅଧିକ ଜ୍ଞାନବାନ ହେଲି? ତହୁ ମୁଁ ମନେ ମନେ କହିଲି, ଏହା ହିଁ ଓସାର। ପଦ 17, ତହୁ ମୁଁ ଜୀବନକୁ ଘୃଣା କଲି, ଯେହେତୁ ସୂର୍ଯ୍ୟ ତଳେ କୃତ କାର୍ଯ୍ୟ ମୋ ପ୍ରତି କ୍ଲେଶବୋଧକ ହେଲା, କାରଣ ସବୁ ଓସର ଓ ବାୟୁର ପଶ୍ଚାଧାବନ ମାତ୍ର। ପଦ 19, ଆଉ ଯେ ଜ୍ଞାନୀ କିଏ ମୂର୍ଖ ହେବ କିଏ ଜାଣେ? ତଥାପି ମୁଁ ସୂର୍ଯ୍ୟ ତଳେ ଯେ ପରିଶ୍ରମରେ ପରିଶ୍ରାନ୍ତ ହୋଇ ଜ୍ଞାନ ପ୍ରକାଶ କଲି, ସେ ମୋହର ସେହି ସକଳ ପରିଶ୍ରମର ଫଳାଧିକାରୀ ହେବ। ଏହା ହିଁ ଓସାର। ପଦ 21, କାରଣ ଏକ ବ୍ୟକ୍ତି ଜ୍ଞାନ ଓ ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରଇ, ତଥାପି ଯେଉଁ ବ୍ୟକ୍ତି ତହିଁରେ ପରିଶ୍ରମ କରିନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ିଯିବ, ଏହା ହିଁ ଓସାର ଓ ଅତି ମନ୍ଦ। ପଦ 23, କାରଣ ତାହାର ଦିନ ସବୁ କେବଳ ଦୁଃଖମୟ ଓ ତାହାର ଆୟାସ ମନସ୍ତାପଜନକ, ରାତ୍ରିରେ ହିଁ ତାହାର ହୃଦୟ ବିଶ୍ରାମ ପାଏ ନାହିଁ, ଏହା ମଧ୍ୟ ଓସାର। ଆସନ୍ତୁ ଆମେ ପଦ 26କୁ ଯିବା। ଯେହେତୁ ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ତୁଷ୍ଟ କରେ ସେ ତାହାକୁ ଜ୍ଞାନ ଓ ବିଦ୍ୟା ଓ ଆନନ୍ଦ ଦିଅନ୍ତି, ମାତ୍ର ପରମେଶ୍ୱରଙ୍କ ତୁଷ୍ଟିକାରୀ ଲୋକକୁ ଦେବା ପାଇଁ ସଂଗ୍ରହ ସଞ୍ଚୟ କରଣାର୍ଥେ ପାପୀକି ସେ ଆୟାସ ଦିଅନ୍ତି। ଏହା ହିଁ ଓସାର ଓ ବାୟୁରେ ପଶ୍ଚାଧାବନ ମାତ୍ର। ପ୍ରତ୍ୟେକ ଚେଷ୍ଟା ବାୟୁକୁ ଧରିବା ଯେପରି ଅଟେ। ଆସନ୍ତୁ ଅଧ୍ୟାୟ 4 ପଦ 4କୁ ଯିବା। ତହୁ ମୁଁ ସମସ୍ତ ପରିଶ୍ରମ ଓ ପ୍ରତ୍ୟେକ ଦକ୍ଷ କାର୍ଯ୍ୟ ଦେଖିଲି, ଯେ ତହିଁ ସକାଶୁ ମନୁଷ୍ୟ ଆପଣା ପ୍ରତିବାସୀର ଈର୍ଷାପାତ୍ର ହୁଏ। ଏହା ହିଁ ଓସାର ଓ ବାୟୁର ପଶ୍ଚାଧାବନ ମାତ୍ର। ପଦ 7, ତେବେ ମୁଁ ଫେରି ସୂର୍ଯ୍ୟ ତଳେ ଓସାରତା ଦେଖିଲି। କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ, କିଓ ବା ତାହାର ପୁତ୍ର କି ଭ୍ରାତା ନାହିଁ, ତଥାପି ତାହାର ସମସ୍ତ ପରିଶ୍ରମର ସୀମା ନାହିଁ, ଅଥବା ଧନରେ ତାହାର ଚକ୍ଷୁ ତୃପ୍ତ ନୁହେଁ। ସେ କହେ, ତେବେ ମୁଁ କାହା ପାଇଁ ପରିଶ୍ରମ କରୁଅଛି ଓ ଆପଣା ପ୍ରାଣକୁ ମଙ୍ଗଳରୁ ବଞ୍ଚିତ କରିଅଛି। ଏହା ହିଁ ଓସାର ଓ ଅତ୍ୟନ୍ତ କ୍ଲେଶଜନକ। ଉପଦେଶକ ପୁସ୍ତକ ମାନବ ଜୀବନର ପ୍ରଣାଳୀକୁ ସୂଚୀବଦ୍ଧ କରିଥାଏ। ଅଧ୍ୟାୟ 5 ପଦ 10କୁ ଯିବା। ଯେଉଁ ଲୋକ ରୂପା ଭଲ ପାଏ
ସେ ରୂପାରେ ତୃପ୍ତ ହେବ ନାହିଁ କିମ୍ବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ ସେ ଆୟୁ ବୃଦ୍ଧିରେ ତୃପ୍ତ ହେବ ନାହିଁ। ଏହା ହିଁ ଅସାର। ଯାହା ପାଖରେ ଅଧିକ ଅଛି ସେ ଆହୁରି ଅଧିକ ଚାହିଁଥାଏ। ଯାହା ପାଖରେ ଗହମର 99 ବସ୍ତା ଅଛି ସେ ତାହାଠାରୁ ଯାହାଠାରେ ଗୋଟିଏ ବସ୍ତା ଅଛି ଗୋଟିଏ ବସ୍ତା ଛଡ଼ାଇବାକୁ ଚାହିଁଥାଏ। କିନ୍ତୁ ବାଇବଲ କହେ କି ଏପରି କାମ ଓ ଚେଷ୍ଟା ବ୍ୟର୍ଥ ଅଟେ। ପଦ 15 ସେ ଆପଣ ମାତୃଗର୍ଭରୁ ଯେପରି ଆସିଲା ସେପରି ଉଲଙ୍ଗ ହୋଇ ଆସିବା ପରି ଫେରିଯିବ। ଆଉ ସେ ଆପଣ ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ବହି ନେଇପାରିବ ଏପରି କିଛି ସଙ୍ଗେ ନେବ ନାହିଁ। ସେ ଉଲଙ୍ଗ ହସ୍ତରେ ଦୁନିଆକୁ ଆସିଥିଲା, ଏଥିପାଇଁ ସେ ଦୁନିଆକୁ ମଧ୍ୟ ଉଲଙ୍ଗ ହସ୍ତ ଛାଡ଼ିଦେବ। ପଦ 16 ପୁଣି ସେ ଯେପରି ଆସିଲା ସର୍ବତ ଭାବେ ଯେ ସେପରି ଯିବ। ଏହା ହିଁ ବ୍ୟାଧି ସ୍ୱରୂପ ଅନିଷ୍ଟ। ଏଣୁ ବାୟୁ ନିମନ୍ତେ ସେ ପରିଶ୍ରମ କଲେ ତାହାର କି ଲାଭ? ସମସ୍ତ କିଛି ବାସ୍ତବରେ ଅସାର। ଛୋଟ ବାକ୍ୟରେ ଏହାର ଉଲ୍ଲେଖ ଅଛି କିନ୍ତୁ ଆମେ ଏହାକୁ ବୁଝିପାରିବା। ଅଧ୍ୟାୟ 6 ପଦ 1 କୁ ଯିବା। ସୂର୍ଯ୍ୟ ତଳେ ମୁଁ ଏକ ଦୁଃଖର ବିଷୟ ଦେଖିଅଛି, ଆଉ ତାହା ମନୁଷ୍ୟଙ୍କ ପକ୍ଷରେ ଭାରି। ପରମେଶ୍ୱର କାହାକୁ କାହାକୁ ଏତେ ଧନ ସମ୍ପତ୍ତି ଓ ସମ୍ଭ୍ରମ ଦିଅନ୍ତି ଯେ ତାହାର ମନୋବାଞ୍ଛା ପୂର୍ଣ୍ଣ କରିବାକୁ କୌଣସି ବିଷୟରେ ଅଭାବ ନଥାଏ। ତଥାପି ତାହା ଭୋଗ କରିବା ପାଇଁ ପରମେଶ୍ୱର ତାହାକୁ କ୍ଷମତା ଦିଅନ୍ତି ନାହିଁ। ମାତ୍ର ଅପର ଲୋକ ତାହାକୁ ଭୋଗ କରେ। ଏହା ଅସାର ଓ ମନ୍ଦ ବ୍ୟାଧି ସ୍ୱରୂପ। ଧରିନିଅ ଜଣେ ବ୍ୟକ୍ତିକୁ ଆପଣା ମାତାପିତାଙ୍କ ଠାରୁ ଏକ ମହାନ ଅଧିକାର ପ୍ରାପ୍ତ ହୁଏ କିନ୍ତୁ ସେ ରୋଗଗ୍ରସ୍ତ ଅଛି କି ସେ ଶୀଘ୍ର ହିଁ ମରିଯିବ। ତାହାକୁ ସେହି ଅଧିକାରର କ'ଣ ଲାଭ? ଏପରି ବହୁତ ମାମଲା ସୂର୍ଯ୍ୟ ତଳେ ହେଉଥାଏ। କାରଣ ଏହା ଅଟେ କି ଏହା କହିଥାଏ କି ଏହା ମଧ୍ୟ ବ୍ୟର୍ଥ ଅଟେ। ପଦ 9 ମନର ଲାଳସା ଅପେକ୍ଷା ସାକ୍ଷାତ ଭାଗ ଭଲ। ଏହା ହିଁ ଅସାର ଓ ବାୟୁର ପଶ୍ଚାଧାବନ ମାତ୍ର। ଅଧ୍ୟାୟ 1 ରୁ ଅନ୍ତିମ ଅଧ୍ୟାୟ 12 ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଅନ୍ୱେଷଣ ବିନା ଗୋଟିଏ ଜୀବନ ଅସାର ଅଟେ ଓ ଜଣେ ମନୁଷ୍ୟର ସମସ୍ତ କର୍ମର ପରିଣାମ ଅସାର ଅଟେ। ଆପଣ ସିକନ୍ଦର ମହାନଙ୍କ ଏକ ଉପାଖ୍ୟାନ ସହିତ ପରିଚିତ ଅଟନ୍ତି, ହଁ ନା? ଯେବେ ସେ ଜଣେ ରାଜକୁମାର ଥିଲେ ତେବେ ସେ ଆପଣ ଶିକ୍ଷକ ଅରସ୍ତୁ ସହିତ ଏକ ବାର୍ତ୍ତାଳାପ କଲେ। ଦିନେ ତାହାଙ୍କ ଶିକ୍ଷକ ତାହାଙ୍କୁ ପଚାରିଲେ, ରାଜକୁମାର, ଆପଣ ରାଜା ହେବାକୁ କାହିଁକି ଇଚ୍ଛା କରନ୍ତି? ମୁଁ ଦୁନିଆର ବିଜୟ ପ୍ରାପ୍ତ କରିବା ପାଇଁ ରାଜା ହେବାକୁ ଚାହେଁ। ରାଜା ହେଲେ ଆପଣ କେଉଁ ଦେଶ ଉପରେ ବିଜୟ ପ୍ରାପ୍ତ କରିବେ? ମୁଁ ସର୍ବପ୍ରଥମେ ଏସିଆ ଉପରେ ବିଜୟ ପ୍ରାପ୍ତ କରିବି। ଯଦି ଆପଣ ଏସିଆକୁ ଜିତନ୍ତି ତେବେ ଆପଣ କ'ଣ କରିବେ? ମୁଁ ଆଫ୍ରିକା ଉପରେ ବିଜୟ ପ୍ରାପ୍ତ କରିବି। ଆଗକୁ ଆପଣ କ'ଣ କରିବେ? ଯଦି ଆପଣ ଏସିଆ, ଆଫ୍ରିକା ଓ ୟୁରୋପକୁ ଜିତନ୍ତି ତେବେ ଜିତିବା ପାଇଁ ଅଧିକ ଭୂମି ନଥିବ। ଏହାପରେ ଆପଣ କ'ଣ କରିବେ? ସେ ପର୍ଯ୍ୟନ୍ତ ବୃଦ୍ଧ ହୋଇଯିବ। କାରଣ ଗୋଟିଏ ଦିନରେ ବିଜୟ ଲାଭ କରାଯାଇପାରେ ନାହିଁ। ତେବେ ସେ କହିଲା, ତାପରେ ମୁଁ ମରିଯିବି। ମୃତ୍ୟୁ ବ୍ୟତୀତ ଆଉ କ'ଣ ହେବ? ଅନ୍ୟ ଦେଶକୁ ବିଜୟ ଲାଭ ପରେ ମରିବା ଓ ବିନା ବିଜୟ ଲାଭରେ ମରିବା ଗୋଟିଏ ହିଁ ଅଟେ। ଆପଣ ଅନ୍ୟ ଦେଶକୁ ଜିତିବା ପାଇଁ ଚେଷ୍ଟା କାହିଁକି କରନ୍ତି? ମୋତେ ଲାଗେ କି ଏହା ଆପଣା ଛାତ୍ରମାନଙ୍କ ନିମନ୍ତେ ଗୋଟିଏ ଉତ୍ତମ ଶିକ୍ଷକର ଏକ ଉତ୍ତମ ପ୍ରଶ୍ନ ଥିଲା। ମାନବ ଜୀବନର ଅନ୍ତ ଏକ ହିଁ ଅଟେ। ସିକନ୍ଦର ମହାନ ଯୁବାବସ୍ଥାରେ ହିଁ ମରିଗଲା। ସେ ମାତ୍ର 33 ବର୍ଷର ଥିଲା। ଇତିହାସ କହିଥାଏ କି ସେ ଦେଶ ଉପରେ ବିଜୟ ପ୍ରାପ୍ତ କରିଥାଏ ଟାଇଫଏଡ୍ ଜ୍ୱର ଦ୍ୱାରା ମରିଗଲା। ପ୍ରଶ୍ନ ଏହା କି କ'ଣ ତାହାକୁ ସମସ୍ତ ଲୋକମାନଙ୍କୁ ମାରୁଥାଇ ଅନ୍ୟ ଦେଶ ଉପରେ ବିଜୟ ପ୍ରାପ୍ତ କରିବାର ଆବଶ୍ୟକତା ଥିଲା? ପରିଶେଷରେ କ'ଣ ଏହା ମଧ୍ୟ ଅସାର ନଥିଲା? ଏତେ ଲୋକମାନଙ୍କୁ ମାରୁଥାଇ ସେ କେତେ ପରିବାରକୁ ଧ୍ୱଂସ କରିଦେଇଥିବ। ଯଦିଓ ଏହା ତାର ଇଚ୍ଛା ନଥିଲା, ମରିଥିବା ପ୍ରତ୍ୟେକ ସୈନିକ ଘରର ସ୍ୱାମୀ ଓ ମୁଖିଆ ହୋଇଥିବେ। ସେହି କେତେକ ଲୋକଙ୍କ ଜୀବନ ନେବା ଓ ବିଶାଳ ପ୍ରଦେଶକୁ ବିଜୟ ଲାଭ କଲା ପରେ ସିକନ୍ଦର କ'ଣ ଲାଭ କଲା? ବର୍ତ୍ତମାନ କ'ଣ କିଛି ଭୂମି ଅଛି ଯାହା ଏବେ ମଧ୍ୟ ତାହା ପାଖରେ ଅଛି? କ'ଣ ତାହା ପାଖରେ ବର୍ତ୍ତମାନ ମଧ୍ୟ କିଛି ଅଛି? ଏଥିପାଇଁ ସେ ଆପଣା ମୃତ୍ୟୁରେ ଏକ ସନ୍ଦେଶ ଦେଲା। ସେ ବିଛଣା ଦେଖିଲେ ଯେଉଁଥିରେ ସେ ରୋଗରେ ପଡ଼ିଥିଲେ। ଏହା ଏକ ଛୋଟ ବିଛଣା ଥିଲା ଓ ଯେଉଁ ସ୍ଥାନରେ ସେ ଶୋଇଥିଲା ତାହା ଭୁଷୁଡ଼ି ପଡ଼ିଥିଲା। ସେ ଚିନ୍ତା କଲା, ଯେବେ ମୁଁ ମରିଯିବି ତେବେ ସମସ୍ତ ସ୍ଥାନ ଯାହା ମୁଁ ନେଇଯିବି କେବଳ କିଛି ବର୍ଗ ଦୈର୍ଘ୍ୟର ହୋଇଯିବ। ମୁଁ କ୍ଷେତ୍ରକୁ ବିଜୟ ଲାଭ କରିବା ପାଇଁ ଏତେ ଲୋକଙ୍କୁ କାହିଁକି ମାରିଲି?
ତାହାର ଅନ୍ତିମ ଇଚ୍ଛା ଥିଲା କି ମୋ ହାତକୁ ସବାଧାରରୁ ବାହାରେ ରଖାଯାଉ। ଐତିହାସିକଙ୍କ କହିବା ଅଟେ କି ସେ ଏପରି ଏଥିପାଇଁ କହିବେ କି ସେ ଏକ ଶିକ୍ଷା ଦେବାକୁ ଚାହୁଁଥିଲା କି ସେ ଏତେ ବିଜୟ ଲାଭ କଲା ପରେ ମଧ୍ୟ ଦୁନିଆକୁ ଖାଲି ହାତ ଛାଡ଼ି ଦେଇଅଛି। ସମସ୍ତ ଲୋକ ଏହା କେତେ ଅସାର ଓ ଅର୍ଥହୀନ ଅଟେ। ସେ ପୃଥିବୀରେ କିଛି ମଧ୍ୟ ପ୍ରାପ୍ତ କଲା ନାହିଁ। ବୀର, ଧନବାନ ଲୋକ, ରାଜନେତା ଓ ପ୍ରଭାବଶାଳୀ ଲୋକ ଦୁନିଆରେ ଅନେକ ବସ୍ତୁ ଉପରେ ଶାସନ କରନ୍ତି, କିନ୍ତୁ ଯେତେବେଳେ ସମୟ ଅତିବାହିତ ହୋଇଯାଏ ତେବେ ସେମାନେ ପୃଥିବୀରେ ସମାପ୍ତ ହୋଇଯାଆନ୍ତି। ସଲୋମନ ମଧ୍ୟ ପୃଥିବୀରେ ଜଣେ ରାଜାଙ୍କ ରୂପରେ ସବୁ କିଛିର ଆନନ୍ଦ ନେଇଥିଲା, ହଁ ନା? ଯେତେ ବସ୍ତୁ ଗୁଡ଼ିକର ଦେଖିବାକୁ ସେ ଲାଳସା କଲା, ସେହି ସମସ୍ତ ଦେଖିବାକୁ ସେ ଅଟକିଲା ନାହିଁ। ସେ ଆପଣା ମନ କୌଣସି ପ୍ରକାରର ଆନନ୍ଦ ଉଲ୍ଲାସ କରିବାରୁ ଅଟକାଇଲା ନାହିଁ, କିନ୍ତୁ ପରିଶେଷରେ ସେ କହିଲା କି ସବୁ କିଛି ଅସାର ଅଟେ। ସେ ଏହି ପ୍ରକାରର ବାକ୍ୟକୁ ଉପଦେଶକ ପୁସ୍ତକରେ ଛାଡ଼ିଦେଲା, କାରଣ ସେ ସେହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କଲା ଯେଉଁମାନେ ଅସାର ବସ୍ତୁ ନିମନ୍ତେ ଚେଷ୍ଟା କରୁଛନ୍ତି। ଆସନ୍ତୁ ଉପଦେଶକ ଅଧ୍ୟାୟ 7 ପଦ 5 ଦେଖିବା। ମୂର୍ଖମାନଙ୍କର ଗୀତ ଶୁଣିବା ଅପେକ୍ଷା ଜ୍ଞାନୀମାନଙ୍କର ଭର୍ତ୍ସନା ଶୁଣିବାର ଭଲ, କାରଣ ହାଣ୍ଡି ତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି, ମୂର୍ଖର ହାସ୍ୟ ସେପରି। ଏହା ହିଁ ଅସାର। ଲୋକମାନଙ୍କ ଜୀବନର ବର୍ଣ୍ଣନା କରୁଥାଇ ସେ ବାରମ୍ବାର ଅସାର କହିଲେ। ଅଧ୍ୟାୟ 8 ପଦ 10କୁ ଯିବା। ଆହୁରି ଦୁଷ୍ଟମାନେ କବର ପ୍ରାପ୍ତ ହୋଇ ପରଲୋକରେ ଉପସ୍ଥିତ ହେଲେ। ପୁଣି ଯଥାର୍ଥ କର୍ମକାରୀମାନେ ପବିତ୍ର ସ୍ଥାନକୁ ଗଲେ ଓ ନଗରରୁ ବିସ୍ମୃତ ହେଲେ। ଏହା ହିଁ ଅସାର ଦେଖିଲି। ଉତ୍ତମ କର୍ମ କରୁଥିବା ଲୋକ ଓ ଦୁଷ୍ଟ କର୍ମ କରୁଥିବା ଲୋକଙ୍କ ନାମ ସମସ୍ତେ ଭୁଲି ଯାଆନ୍ତି ଓ କବର ପ୍ରାପ୍ତ ହୁଅନ୍ତି। ଏହା ମଧ୍ୟ ଅସାର ଅଟେ। ଅଧ୍ୟାୟ 8 ପଦ 14। ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କେବେ କେବେ ଧାର୍ମିକମାନଙ୍କୁ ଦୁଷ୍ଟମାନଙ୍କ କର୍ମ ଅନୁଯାୟୀ ଫଳ ଘଟେ, ପୁଣି କେବେ କେବେ ଦୁଷ୍ଟମାନଙ୍କୁ ଧାର୍ମିକମାନଙ୍କ କର୍ମ ଅନୁଯାୟୀ ଫଳ ଘଟେ। ମୁଁ କହିଲି ଏହା ହିଁ ଅସାର। ଏହାର ଅର୍ଥ ଅଟେ କି ମାନବ ଜୀବନରେ ବିଭିନ୍ନ ପ୍ରକାରର ପରିସ୍ଥିତି ହୋଇଥାଏ। ଅଧ୍ୟାୟ 11 ପଦ 8କୁ ଯିବା। ହଁ, ଯେବେ ମନୁଷ୍ୟ ଅନେକ ବର୍ଷ ବଞ୍ଚେ ତେବେ ସେସବୁରେ ସେ ଆନନ୍ଦ କରୁ, ମାତ୍ର ଅନ୍ଧକାରରେ ଦିନ ସବୁ ସେ ମନେ ରଖୁ, କାରଣ ସେହି ଦିନ ସବୁ ଅନେକ ହେବ। ଯାହା ଯାହା ଘଟେ ସବୁ ଅସାର। ଆସନ୍ତୁ ଅଧ୍ୟାୟ 11 ପଦ 10 ଦେଖିବା। ଏହେତୁ ଆପଣା ହୃଦୟରୁ ନିରକ୍ତି ଦୂର କର ଓ ଆପଣା ଶରୀରରୁ ଦୁଃଖ ଦୂର କର, କାରଣ ଯୌବନ ଓ ଜୀବନର ଉତ୍ତମାଂଶ ଅସାର। ଆସନ୍ତୁ ଅଧ୍ୟାୟ 12 ପଦ 8କୁ ଯିବା। ଉପଦେଶକ କହଇ, ଅସାରର ଅସାର ସବୁ ହିଁ ଅସାର। ଏବେ ମୁଁ ଅଧିକ ପଢ଼ିଅଛି, କିନ୍ତୁ ଯଦି ଆପଣ ଅଧ୍ୟାୟ 1ରୁ ଅନ୍ତିମ ଅଧ୍ୟାୟ ପର୍ଯ୍ୟନ୍ତ ପଢ଼ନ୍ତି ତେବେ ଆପଣ ଦେଖିପାରିବେ କି ଲୋକମାନେ କେମିତି ରହନ୍ତି। ସିକନ୍ଦର ମହାନଙ୍କ ଜୀବନର କ'ଣ ଅର୍ଥ ଯେ କେବଳ ସେହି କାର୍ଯ୍ୟ କରିବା ପରେ ମରିଗଲା? ଚିଙ୍ଗିଜ ଖାନଙ୍କ ଜୀବନର ଅର୍ଥ କ'ଣ ଅଟେ? ଯଦିଓ ସେ ଅନେକ ଶତ୍ରୁମାନଙ୍କୁ ପରାଜୟ କଲା ଓ ଆପଣ ଜୀବନ କାଳରେ ଅନ୍ୟ ଦେଶକୁ ବିଜୟ ଲାଭ କରିବା ପାଇଁ ବହୁତ ଚେଷ୍ଟା କଲା, ଏହା ଏକ ଅର୍ଥହୀନ ଓ ଅସାର ବିଷୟ ଅପେକ୍ଷା କିଛି ମଧ୍ୟ ନଥିଲା। ଲୋକମାନେ ବର୍ତ୍ତମାନ ଆପଣା ସମୟ ଅସାର ବସ୍ତୁରେ ଲଗାଉଛନ୍ତି। ଯେବେ ପରମେଶ୍ୱର ପୃଥିବୀରେ ରହୁଥିବା ଲୋକମାନଙ୍କୁ ଦେଖନ୍ତି ତେବେ କ'ଣ ସେ କହିବେ କି ସେମାନେ ଏକ ଉତ୍ତମ ଜୀବନ ଅତିବାହିତ କରୁଛନ୍ତି? ଏହି ସମସ୍ତଙ୍କ ପାଇଁ ସଲୋମନ ଉପଦେଶକ ଅଧ୍ୟାୟ 12 ପଦ 8ରେ କହିଲେ, ଅସାରର ଅସାର ସବୁ ହିଁ ଅସାର। ବିଜୟର କାର୍ଯ୍ୟ କରୁଥିବା ସମୟରେ ସେ ଆପଣା ପରିବାରକୁ ଦେଖାଶୁଣା କରିପାରୁନଥିଲା, କିନ୍ତୁ ଆପଣା ଦାସମାନଙ୍କ ସହିତ ସର୍ବଦା ଯୁଦ୍ଧଭୂମିରେ ରହୁଥିଲା। ତେବେ ଯେବେ ସେ ମରିଗଲା ତେବେ ସେ କ'ଣ ନେଲା? ଯେବେ ଚିଙ୍ଗିଜ ଖାନର ମୃତ୍ୟୁ ହେଲା ତେବେ ସେ ଦୁନିଆକୁ ଛାଡ଼ିବା ସମୟରେ କ'ଣ ନେଇଗଲା? ସେ କିଛି ନେଇପାରିଲା ନାହିଁ। ସିକନ୍ଦର ମହାନ ମଧ୍ୟ ଆପଣା ହାତରେ କିଛି ନ ନେଇ ଦୁନିଆକୁ ଛାଡ଼ିଦେଲା। ଏହି ପ୍ରକାରେ ସବୁ କିଛି ଅସାର ଅଟେ। ମାତ୍ର ଉପଦେଶକର ପୁସ୍ତକ ଆମ୍ଭକୁ ଏକ ବିଷୟ ଶିକ୍ଷା କରାଇଲା, ଯାହା ଅସାର ଓ ଅର୍ଥହୀନ ନୁହଁ। ଅଧ୍ୟାୟ 12 ପଦ 11। ଜ୍ଞାନବାନର ବାକ୍ୟ ସବୁ ଅଙ୍କୁଶ ସ୍ୱରୂପ ଓ ସଭାପତିଗଣର ବାକ୍ୟ ଦୃଢ଼ବୋଧ ଲୌହ କଣ୍ଟକ ସ୍ୱରୂପ। ତାହା ସବୁ ଏକ ପାଳକ ଦ୍ୱାରା ଦତ୍ତ ହୋଇଅଛି।
ଆହୁରି ହେ ମୋହର ପୁତ୍ର, ତୁମ୍ଭେ ଉପଦେଶ ଗ୍ରହଣ କର। ଅନେକ ପୁସ୍ତକ ରଚନା କରିବାର ଶେଷ ନାହିଁ, ପୁଣି ବହୁ ଅଭ୍ୟାସ ଶରୀରର କ୍ଳାନ୍ତି ଜନକ। ଆମମାନଙ୍କ ଛାତ୍ର ସଦସ୍ୟ ଏହି ବାକ୍ୟକୁ ପସନ୍ଦ କରିବେ, କିନ୍ତୁ ଛାତ୍ରମାନଙ୍କୁ ସ୍କୁଲ ଦିନରେ କଠିନ ଅଧ୍ୟୟନ କରିବା ଉଚିତ। କ'ଣ ଏହା ଛାତ୍ରମାନଙ୍କ କର୍ତ୍ତବ୍ୟ ନୁହେଁ? ଆସନ୍ତୁ ଆମ୍ଭେ ପଦ 13 ଦେଖିବା। ସାରା କଥା ଏହି ସବୁ ଶୁଣାଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ମୁଖ୍ୟ ଅର୍ଥ ଏହି ଏକ ବାକ୍ୟରେ ଗୁପ୍ତ ଅଛି। ପରମେଶ୍ୱରଙ୍କ ସମସ୍ତ ନିୟମ ଓ ଆଜ୍ଞାକୁ ପାଳନ କରିବା ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ଏହା ତାହା ଅଟେ ଯାହା ଆମକୁ ଅବଶ୍ୟ କରିବା ଉଚିତ। ଏହା କହିଥାଏ କି ଏହା ସବୁଠାରୁ ମୂଳଭୂତ କର୍ତ୍ତବ୍ୟ ଅଟେ ଓ ପୃଥିବୀରେ ରହୁଥାଇ ମନୁଷ୍ୟ ନିମନ୍ତେ ଉଚିତ କର୍ମ ଅଟେ। ବହୁତ ଲୋକ ଇତିହାସରେ ମହାନ ଲୋକଙ୍କ ସଦୃଶ୍ୟ ହେବାକୁ ଇଚ୍ଛା କରନ୍ତି। ସେମାନେ ସିକନ୍ଦର ମହାନଙ୍କ ତୁଲ୍ୟ ଜଣେ ବିଜେତା ଓ ଚେଙ୍ଗିଜ ଖାନଙ୍କ ତୁଲ୍ୟ ପ୍ରସିଦ୍ଧ ବିଜେତା ହେବାକୁ ଚାହାନ୍ତି। ସେମାନଙ୍କଠାରେ ଏହି ପ୍ରକାରର ଅନେକ ସ୍ୱପ୍ନ ଅଛି, କିନ୍ତୁ ଶେଷରେ ସେମାନେ କ'ଣ ଆଣିପାରନ୍ତି? ସେମାନଙ୍କ ମଧ୍ୟରୁ କେହି ମଧ୍ୟ କିଛି ମଧ୍ୟ ଆଣିପାରିଲେ ନାହିଁ। କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଭୟ କରନ୍ତି, ପରମେଶ୍ୱରଙ୍କ ଉପରେ ଉତ୍ତମ ବିଶ୍ୱାସ ରଖନ୍ତି ଆଉ ତାହାଙ୍କ ଆଜ୍ଞାର ପାଳନ କରନ୍ତି, ଯେମିତିକି ଉପଦେଶକ ଅଧ୍ୟାୟ 12 ପଦ 13ରେ ଲେଖା ଅଛି, ନିଶ୍ଚିତ ରୂପେ କିଛି ଆଣିବେ। ସେମାନଙ୍କଠାରେ ଯିବା ପାଇଁ ସ୍ଥାନ ଅଛି। ସ୍ୱର୍ଗର ଅନନ୍ତ ରାଜ୍ୟ ତାହାଙ୍କ ଅପେକ୍ଷା କରୁଅଛି। ବାଇବଲର ଅର୍ଥ ଏହା ନୁହେଁ କି ଆମ୍ଭକୁ ସାଂସାରିକ ଜୀବନରେ ନକାରାତ୍ମକ ଜୀବନ ଶୈଳୀ ବା ନକାରାତ୍ମକ ଦୃଷ୍ଟିକୋଣ ରଖିବାର ଅଛି। ଏହା ବିପରୀତ, ଏହାର ଅର୍ଥ ଅଟେ କି ଆମ୍ଭକୁ ଏହା ବିଷୟରେ ଚିନ୍ତା କରିବା ଉଚିତ କି ପୃଥିବୀରେ ସବୁଠାରୁ ମୂଲ୍ୟବାନ କାର୍ଯ୍ୟ କ'ଣ ଅଟେ। ସଲୋମନ ଜ୍ଞାନର ରାଜା, ଯେ ସମସ୍ତ ଧନ ଓ ବୈଭବର ଆନନ୍ଦ ନେଲା, ପରମେଶ୍ୱରଙ୍କ ଏହି ବାକ୍ୟକୁ ଦେଇଦେଲା। ଯେଉଁମାନେ ପରମେଶ୍ୱରଙ୍କ ଭୟ କରନ୍ତି ଓ ତାହାଙ୍କ ଆଜ୍ଞାକୁ ପାଳନ କରନ୍ତି, ସେମାନେ କେଉଁଠିକି ଯିବେ? କ'ଣ ତାହା ସ୍ୱର୍ଗ ରାଜ୍ୟ ନୁହେଁ? ଆସନ୍ତୁ ଆମ୍ଭେ କେବେ ମଧ୍ୟ ଗୌରବମୟ ସ୍ୱର୍ଗ ରାଜ୍ୟ ତ୍ୟାଗ କରିବା ନାହିଁ। 2000 ବର୍ଷ ପୂର୍ବେ ଯୀଶୁଙ୍କୁ ଜିହୁଦୀମାନଙ୍କ ଦ୍ୱାରା ବହୁତ ଅତ୍ୟାଚାର କରାଯାଇଥିଲା ଓ କଠିନରେ ଅତିବାହିତ କରିଥିଲେ, କିନ୍ତୁ ସେ ସର୍ବଦା ଆପଣା ଶିଷ୍ୟମାନଙ୍କୁ ସ୍ୱର୍ଗର ଆଶା ଦେଇଥିଲେ। ଆସନ୍ତୁ ଯୋହନ ଅଧ୍ୟାୟ 14କୁ ଦେଖିବା। ଯୋହନ ଅଧ୍ୟାୟ 14 ପଦ 1 କୁହେ, ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ ନ ହେଉ, ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କର, ମୋଠାରେ ମଧ୍ୟ ବିଶ୍ୱାସ କର। ମୋହର ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି। ପିତାଙ୍କ ଗୃହ କ'ଣ ଅଟେ? ସ୍ୱର୍ଗ। ତାହାଙ୍କ କହିବା ଥିଲା କି ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ଅନେକ ସ୍ଥାନ ପ୍ରସ୍ତୁତ କରୁଅଛି। ଯଦି ନ ଥାନ୍ତା, ତାହେଲେ ମୁଁ ତୁମ୍ଭମାନଙ୍କୁ କହିଥାନ୍ତି, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ପୁଣି ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ, ତୁମ୍ଭେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥି ନିମନ୍ତେ ତୁମ୍ଭମାନଙ୍କୁ ଆପଣା ନିକଟକୁ ଘେନିଯିବି। ସ୍ୱର୍ଗର ଅନନ୍ତ ରାଜ୍ୟ ସେହି ଲୋକମାନଙ୍କ ପ୍ରତୀକ୍ଷା କରୁଅଛି ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞାକୁ ପାଳନ କରନ୍ତି ଓ ପରମେଶ୍ୱରଙ୍କ ଭୟ କରିବାର ସଠିକ ବିଶ୍ୱାସ ରଖନ୍ତି। ମାତ୍ର ଆମ୍ଭେମାନେ ଖାଲି ହାତ ପୃଥିବୀକୁ ଆସିଥିଲୁ। ଯେବେ ଆମ୍ଭେ ଫେରିଯିବୁ, ତେବେ ଆମ୍ଭେ ତାହା ଆଣିବା ଯାହା ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଛନ୍ତି। ବିଜେତା ଓ ମହାନ ଲୋକମାନଙ୍କ ଅନ୍ତ, ଯେଉଁମାନଙ୍କୁ ପୃଥିବୀରେ ଅନେକ ଲୋକମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା, ଏହା ଦେଖାଇଥାଏ କି ସେମାନଙ୍କଠାରେ ପରବର୍ତ୍ତୀ ଦୁନିଆରେ ଘେନିଯିବା ନିମନ୍ତେ କିଛି ମଧ୍ୟ ନଥିଲା। ଆପଣଙ୍କୁ କ'ଣ ଲାଗେ କି ଲୁକ ଅଧ୍ୟାୟ 16 ପଦ 19ରେ ଧନୀ ପୁରୁଷ ପୃଥିବୀରେ ଧନ ଏକତ୍ର କରିବା ପାଇଁ କେତେ ଚେଷ୍ଟା କଲା? ମାତ୍ର କ'ଣ ସେ ଏତିକି ଧନ ନେଇଗଲା ଯେବେ ସେ ଏହି ଦୁନିଆକୁ ଛାଡ଼ିଦେଲା? ସେ କରିପାରିଲା ନାହିଁ। ଆଉ ତାହା ପାଖରେ ଧନ ପ୍ରସ୍ତୁତ କରିବା ପାଇଁ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବାର ସମୟ ନଥିଲା। ଏଥିପାଇଁ ତାହା ପାଖରେ ପରମେଶ୍ୱରଙ୍କ ବିଷୟରେ ଓ ସ୍ୱର୍ଗ ବିଷୟରେ ସମାଚାର ଶୁଣିବାର କୌଣସି ସୁଯୋଗ ନଥିଲା। ତାହା ପାଖରେ ସ୍ୱର୍ଗ ଓ ନର୍କ ବିଷୟରେ ଗଭୀରତାରେ ଚିନ୍ତା କରିବା ପାଇଁ ସମୟ ନଥିଲା। କିନ୍ତୁ ସେ ବହୁତ ଧନ ଅର୍ଜନ କରିବାରେ ବ୍ୟସ୍ତ ଥିଲା। ଏହି କାରଣ କି ସଲୋମନ ଉପଦେଶକ ପୁସ୍ତକରେ କହିଅଛି, ଅସାରର ଅସାର, ଅସାରର ଅସାର, ସବୁ ହିଁ ଅସାର। ବହୁତ ଧନ ସେମାନଙ୍କୁ ଅନନ୍ତ ଜୀବନ ଆଡ଼କୁ ନେଇଯାଇ ପାରିବ ନାହିଁ।
ଓ ଲକ୍ଷାଧିକ ଟଙ୍କା ଥିବା ବ୍ୟକ୍ତି ସ୍ୱର୍ଗ ରାଜ୍ୟ କିଣିପାରିବ ନାହିଁ, ହଁ ନା? ମୋର ଅର୍ଥ ଏହା ନୁହେଁ କି ଆପଣ ପୃଥିବୀରେ ଏହି ଜୀବନର ଉପେକ୍ଷା କରିପାରନ୍ତି, କାରଣ ସାଂସାରିକ ଜୀବନ ଛାୟାର ଜୀବନ ଅଟେ। ଆମ୍ଭମାନଙ୍କୁ ପୃଥିବୀରେ ମଧ୍ୟ ସଚେତନତାରେ ରହିବା ଉଚିତ, କିନ୍ତୁ ସ୍ୱର୍ଗ ରାଜ୍ୟର କେବେ ମଧ୍ୟ ଉପେକ୍ଷା କରିବା ଉଚିତ ନୁହେଁ। ଯେପର୍ଯ୍ୟନ୍ତ ଆମ୍ଭେ ପରମେଶ୍ୱରଙ୍କୁ ପ୍ରଥମ ଦେଇଥାଉ, ସେ ପର୍ଯ୍ୟନ୍ତ ଆମ୍ଭେ ବିଶ୍ୱାସର ସହିତ କହିପାରିବା କି ମୁଁ ସଠିକ ଜୀବନ ଅତିବାହିତ କରିଅଛି ଓ ଶେଷରେ ସ୍ୱର୍ଗ ରାଜ୍ୟକୁ ଯାଇପାରିବା। ଯେଉଁ ସମୟରେ ଆମ୍ଭମାନଙ୍କ ସାଂସାରିକ ଜୀବନ ସମାପ୍ତ ହୋଇଯାଏ ଓ ଆମ୍ଭମାନଙ୍କର ଆତ୍ମାର ନୂତନ ଜୀବନ ଆରମ୍ଭ ହୁଏ, ଆମ୍ଭେ ଅନୁଗ୍ରହର ଉପଯୁକ୍ତ ଦୁନିଆ ସ୍ୱର୍ଗରେ ଥିବା, ଯେଉଁଠି ଆମ୍ଭେ ଅନନ୍ତ ଜୀବନର ଆନନ୍ଦ ନେବା ଓ ପରମେଶ୍ୱରଙ୍କ ସହିତ ଅନନ୍ତ କାଳ ପର୍ଯ୍ୟନ୍ତ ଆନନ୍ଦ ନେବା। ଏଥିପାଇଁ ଯୋହନ ଅଧ୍ୟାୟ 14ରେ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରିବାକୁ ଯାଉଅଛି। ପୁଣି ମୁଁ ଯାଇ ତୁମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ତୁମ୍ଭମାନଙ୍କୁ ଆପଣ ନିକଟକୁ ଘେନିଯିବି। ତାହାଙ୍କ ଅର୍ଥ ଥିଲା କି ସେ ଆମ୍ଭମାନଙ୍କୁ ସ୍ୱର୍ଗ ଘେନିଯିବେ। ଭାଇ ଓ ଭଉଣୀମାନେ, ଆମ୍ଭକୁ ସେହି ଗୌରବମୟ ସ୍ଥାନକୁ ନିଶ୍ଚିତ ନେବା ଉଚିତ, ଯେଉଁଠି ପରମେଶ୍ୱର ରହନ୍ତି। ଆସନ୍ତୁ ଆମେ ସ୍ୱର୍ଗର ଆଶା କେବେ ଛାଡ଼ିବା ନାହିଁ। ଯଦିଓ ଆମ୍ଭକୁ ପୃଥିବୀରେ କିଛି କ୍ଷତି ଓ ଆବଶ୍ୟକ ବସ୍ତୁର ଅଭାବ ହୋଇପାରେ, ତଥାପି ଆମ୍ଭକୁ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟକୁ ଭୁଲିବା ଉଚିତ ନୁହେଁ ବା ଛାଡ଼ିବା ଉଚିତ ନୁହେଁ। ଚାଲନ୍ତୁ ମଥିଉ ଅଧ୍ୟାୟ 4 ପଦ 17 ଉପରେ ଏକ ନଜର ଦେବା। ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଏଠାରେ ଯୀଶୁ ଆମ୍ଭମାନଙ୍କୁ ଶିକ୍ଷା କଲେ, ସ୍ୱର୍ଗ ଯିବା ପାଇଁ ତୁମମାନଙ୍କୁ ଏହି ପୃଥିବୀରେ ପଶ୍ଚାତାପର ଜୀବନ ଅତିବାହିତ କରିବାକୁ ହେବ। ପଶ୍ଚାତାପର ମାଧ୍ୟମରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କର, ହଁ ନା? ଆସନ୍ତୁ ଗୋଟିଏ ନଜର ପ୍ରକାଶିତ ବାକ୍ୟ ଅଧ୍ୟାୟ 21 ଉପରେ ଦେବା। କେଉଁ ପ୍ରକାର ଜୀବନ ଅସାର ନାହିଁ, ମାତ୍ର ସାର୍ଥକ ଅଟେ। ଏହି ପୃଥିବୀରେ ଆମ୍ଭମାନଙ୍କ ସମୟ ସୀମିତ ଅଟେ। ଆମ୍ଭକୁ ଏହାର ପରବର୍ତ୍ତୀ ଜୀବନର ପ୍ରସ୍ତୁତ କରିବା ଉଚିତ, ହଁ ନା? ଆସନ୍ତୁ ଅଧ୍ୟାୟ 21 ପଦ 1 ଦେଖିବା। ପରେ ମୁଁ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ହୋଇଥିଲା, ପୁଣି ସମୁଦ୍ର ଆଉ ନଥିଲା। ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଏହି ମାନବ ସଂସାରକୁ ବୁଝାଏ, ଯେଉଁଠାରେ ଆମ୍ଭେମାନେ ରହିଥାଉ। ବାଇବଲ କହେ କି ପୃଥିବୀ ଓ ସମୁଦ୍ର ଆଉ ନଥିବ ଓ ସେଠାରେ ଏକ ନୂତନ ଆକାଶମଣ୍ଡଳ ଆଉ ଏକ ନୂତନ ଆକାଶମଣ୍ଡଳ ଅର୍ଥାତ୍ ସ୍ୱର୍ଗର ଅନନ୍ତ ରାଜ୍ୟ ଥିବ। ପଦ 4କୁ ଦେଖିବା। ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ। ମୃତ୍ୟୁ ଆଉ ଘଟିବ ନାହିଁ। ସ୍ୱର୍ଗ ରାଜ୍ୟରେ ମୃତ୍ୟୁ ନାହିଁ, ହଁ ନା? ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ, କାରଣ ପୂର୍ବ ବିଷୟ ସବୁ ଲୋପ ପାଇଅଛି। ବ୍ୟଥା, ଦୁଃଖ ଓ ପୀଡ଼ାରେ ଭରା ଦୁନିଆ ନାହିଁ, ମାତ୍ର ଆନନ୍ଦ, ମହିମା ଓ ଖୁସିର ସହିତ ପରିପୂର୍ଣ୍ଣ ଦୁନିଆ ଅଛି, ଯାହା ପ୍ରତିଦିନ ନୂତନ ହୋଇଯିବ। ସେହି ରହସ୍ୟ ପ୍ରକାଶିତ ବାକ୍ୟ ଅଧ୍ୟାୟ 21 ଓ 22ରେ ପ୍ରକଟ ହୋଇଥାଏ। ଆମ୍ଭକୁ ଏହି ଗୌରବମୟ ଦୁନିଆରେ ଯିବା ଉଚିତ। ବର୍ତ୍ତମାନ ଆମ୍ଭେମାନେ ସ୍ୱର୍ଗର ଅନନ୍ତ ବସ୍ତୁଗୁଡ଼ିକୁ ପ୍ରାପ୍ତ କରିବା ପାଇଁ ଏହି ପୃଥିବୀରେ ରହୁଅଛୁ। ଧରି ନିଅନ୍ତୁ କି ଜଣେ ବ୍ୟକ୍ତି ଏହି ପୃଥିବୀରେ ଜନ୍ମ ହୋଇଅଛି ଓ ଅସ୍ଥାୟୀ ରୂପରେ ଏକ ଆରାମଦାୟକ ଜୀବନ ଅତିବାହିତ କରୁଅଛି। କେବଳ ଗୋଟିଏ ଦିନରେ 3 ଥର ଭୋଜନ କରିବାରେ ଧ୍ୟାନ କେନ୍ଦ୍ରିତ କରିଥାଏ, ଆଉ ନା ହିଁ ପରମେଶ୍ୱରଙ୍କ ଇଚ୍ଛା ଓ ନା ହିଁ ସ୍ୱର୍ଗ ଜାଣୁଥାଇ ଏହି ଦୁନିଆକୁ ଛାଡ଼ିଦିଏ। ଏହା କେତେ ଦୟନୀୟ ଅଟେ। ତେବେ ପରମେଶ୍ୱର ଆମ୍ଭମାନଙ୍କୁ କ'ଣ କରିବାକୁ କହିଥିଲେ? ପରମେଶ୍ୱର ଆମ୍ଭମାନଙ୍କୁ କହିଲେ କି ଆମ୍ଭେ ସମସ୍ତଙ୍କୁ ସ୍ୱର୍ଗ ରାଜ୍ୟ ବିଷୟରେ ଜଣାଇବା, ହଁ ନା? ଏଥିପାଇଁ ଆମ୍ଭେମାନେ ସୁସମାଚାରର ପ୍ରଚାର କରୁଅଛୁ। ଆମ୍ଭକୁ ଏହି ସମସ୍ତଙ୍କୁ ଏହା ଜଣାଇବା ଉଚିତ କି ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି ଓ ଆମ୍ଭମାନଙ୍କୁ ସ୍ୱର୍ଗର ଗୌରବମୟ ଦୁନିଆକୁ ନେଇଯାଆନ୍ତି। ତେଣୁ ପରମେଶ୍ୱର ଆମ୍ଭମାନଙ୍କୁ ସୁସମାଚାରର ପ୍ରଚାର କରିବାକୁ କହିଲେ, ହଁ ନା? ଆସନ୍ତୁ ଆମ୍ଭେ ଦ୍ୱିତୀୟ କରନ୍ଥୀୟ ଅଧ୍ୟାୟ 12କୁ ଯିବା। ଅଧ୍ୟାୟ 12 ପଦ 1। ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି। ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କରିବି। ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ। ସେ 14 ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା। ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ହଁ, ମୁଁ ଏପରି ଜଣେ ଲୋକକୁ ଜାଣେ। ସେ ପାରଦୀସକୁ ନୀତ ହେଲା। ସେ ଶରୀରରେ ଥିଲା କି ଶରୀରର ବାହାରେ ଥିଲା, ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି।
ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା। ଦ୍ୱିତୀୟ କରନ୍ଥୀୟ ଅଧ୍ୟାୟ 12ରେ ପାଉଲ ଲେଖିଲେ କି ଯେବେ ଆମ୍ଭେ ସ୍ୱର୍ଗକୁ ଯିବା, ତେବେ ଆମ୍ଭକୁ ପ୍ରବଳ ଆରାମ, ଅନେକ ଆଶୀଷ ଓ ମହିମା ମିଳିବ। ଆସନ୍ତୁ ପ୍ରଥମ କରନ୍ଥୀୟ ଅଧ୍ୟାୟ 2 ଉପରେ ଏକ ନଜର ଦେବା। ଅଧ୍ୟାୟ 2 ପଦ 8। ଏହି ଯୁଗର ନେତାମାନଙ୍କ ମଧ୍ୟରେ କେହି ତାହା ଜାଣିନାହାନ୍ତି, କାରଣ ସେମାନେ ତାହା ଜାଣିଥିଲେ ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ କରିନଥାନ୍ତେ। କିନ୍ତୁ ଯେପରି ଲେଖା ଅଛି, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ବାଇବଲ କହେ କି ପରମେଶ୍ୱର ସେମାନଙ୍କ ନିମନ୍ତେ ସ୍ୱର୍ଗର ଗୌରବମୟ ରାଜ୍ୟକୁ ପ୍ରସ୍ତୁତ କରିଛନ୍ତି। ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି। ଯୀଶୁ ଏହା ମଧ୍ୟ କହିଲେ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିବା ନିମନ୍ତେ ଯାଉଅଛି। ଯଦି ଆପଣ ଗୋଟିଏ ବଡ଼ କୋଠା ଘରେ ରହନ୍ତି, ତେବେ ଏହା ବିଷୟରେ ଘମଣ୍ଡ କରନ୍ତୁ ନାହିଁ। ଆଉ ଯଦି ଆପଣ ଏପରି ରହନ୍ତି ନାହିଁ, ତଥାପି ମଧ୍ୟ ଏଥିରେ ଈର୍ଷା କରନ୍ତୁ ନାହିଁ। ଆମ୍ଭେ ଏହି ପୃଥିବୀରେ ପରମେଶ୍ୱରଙ୍କ ସହିତ ସାକ୍ଷାତ କଲୁ। କ'ଣ ଏହାଠାରୁ ଅଧିକ ଆନନ୍ଦ କିଛି ଅଛି? ସିକନ୍ଦର ମହାନ ଏକ ବିଶାଳ ମହଲରେ ରହୁଥିଲା। ଚିଙ୍ଗିସ୍ ଖାନ୍ ସମଗ୍ର ଏସିଆକୁ ବିଜୟ ଲାଭ କଲା। କ'ଣ ସେ ସନ୍ତୁଷ୍ଟ ଥିଲା ଯେତେବେଳେ ତାହା ପାଖରେ ସେହି ସମସ୍ତ ବସ୍ତୁ ଥିଲା? ନାହିଁ ଚକ୍ଷୁ ଦେଖି ତୃପ୍ତ ହୁଏ ଓ ନାହିଁ କର୍ଣ୍ଣ ଶୁଣି ପରିତୃପ୍ତ ହୁଏ। ସେ ଏହି ବିଷୟରେ ସନ୍ତୁଷ୍ଟ ନଥିଲା କି ତାହା ପାଖରେ କେତେ ଅଧିକ ହେଉନା କାହିଁକି। ଏହା ପର୍ଯ୍ୟନ୍ତ କି ସେ ସମସ୍ତ ଏସିଆ, ଆଫ୍ରିକା ଓ ୟୁରୋପକୁ ବିଜୟ ଲାଭ କଲା ପରେ ସମସ୍ତ ଦୁନିଆକୁ ଆପଣା ହସ୍ତରେ ନେଇ ନିଅନ୍ତା, ତଥାପି ମଧ୍ୟ ତାହାର ଉଚ୍ଚାଭିଳାଷ ପୂର୍ଣ୍ଣ ହୁଅନ୍ତା ନାହିଁ। ଭାଇ ଓ ଭଉଣୀମାନେ, ଯେବେ ସ୍ୱର୍ଗରୁ ଦେଖାଯାଏ, ତେବେ ଏହି ପୃଥିବୀ ବିଶାଳ ବ୍ରହ୍ମାଣ୍ଡରେ ଧୂଳିର ଏକ ବିନ୍ଦୁ ଅଟେ। ଏପରି ତୁଚ୍ଛ ବସ୍ତୁର ପ୍ରାପ୍ତ କରିବାର ଚେଷ୍ଟାରେ ଆମ୍ଭକୁ ଆପଣା ଜୀବନକୁ ସର୍ବନାଶ କରିବା ଉଚିତ ନୁହେଁ, କିନ୍ତୁ ଆପଣା ସମ୍ପୂର୍ଣ୍ଣ ମନ ଓ ବୁଦ୍ଧିକୁ ପରମେଶ୍ୱରଙ୍କ ରାଜ୍ୟର ପ୍ରଚାର କର୍ମରେ ଲଗାନ୍ତୁ, ଯାହାଦ୍ୱାରା ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ମଧ୍ୟ ପଶ୍ଚାତାପ କରିପାରିବେ ଓ ପରମେଶ୍ୱରଙ୍କଠାରେ ଫେରି ଆସିପାରିବେ। ଆସନ୍ତୁ ଆମ୍ଭେ ଆଉ ଏକ ବାକ୍ୟ ଦେଖିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 1। ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖେଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜଳ, ପୁଣି ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି। ସେହି ନଦୀର ଉଭୟ ପାର୍ଶ୍ୱରେ 12 ଥର ଫଳଦାୟକ ଜୀବନ ବୃକ୍ଷ ଅଛି। ସେଥିରେ ପ୍ରତି ମାସରେ ଫଳ ଫଳେ। ପୁଣି ସେହି ବୃକ୍ଷର ଫଳ ଜାତି ସମୂହର ଆରୋଗ୍ୟକାରକ। କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ନଗର ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ। ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟ ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବ। ପୁଣି ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। ପରମେଶ୍ୱର ଆମ୍ଭମାନଙ୍କ ସ୍ୱର୍ଗରେ ଆସିବା ଓ ଯୁଗ ଯୁଗ ରାଜତ୍ୱ କରିବା ପାଇଁ ପ୍ରତୀକ୍ଷା କରୁଛନ୍ତି। ସେ ଆମ୍ଭମାନଙ୍କ ନିମନ୍ତେ ଏପରି ମହିମା ପ୍ରସ୍ତୁତ କରିଛନ୍ତି। ପ୍ରତ୍ୟେକେ ଖାଲି ହାତ ଜନ୍ମ ହୁଅନ୍ତି ଓ ସେମାନେ ଏହି ଦୁନିଆକୁ ଖାଲି ହାତ ଛାଡ଼ି ଦିଅନ୍ତି। ମାତ୍ର ଆମ୍ଭେ କେବେ ମଧ୍ୟ ଖାଲି ହାତ ଫେରିବା ନାହିଁ। ନିଃସନ୍ଦେହ ଆମ୍ଭେ ମଧ୍ୟ ଖାଲି ହାତ ଆସିଥିଲୁ, କିନ୍ତୁ ଆମ୍ଭେ ପରମେଶ୍ୱରଙ୍କ ପ୍ରେମ, ଆଶୀଷ ଓ ପ୍ରତିଜ୍ଞାର ସହିତ ସ୍ୱର୍ଗ ଫେରିଯିବା। ସିଓନରେ ଆମ୍ଭମାନଙ୍କ ଭାଇ ଓ ଭଉଣୀମାନେ ସ୍ୱର୍ଗ ରାଜ୍ୟ ନିମନ୍ତେ କେବେ ହାର ମାନନ୍ତୁ ନାହିଁ, ଏହାକୁ କେବେ ହରାନ୍ତୁ ନାହିଁ। ଏହା ସ୍ମରଣ କରୁଥାଏ କି ସ୍ୱର୍ଗ ରାଜ୍ୟ ଆମ୍ଭମାନଙ୍କ ଅଟେ। ସମସ୍ତ କଷ୍ଟକୁ ଦୂର କର। ଆମ୍ଭକୁ ସେହି ଦୁନିଆରେ ରହିବା ଉଚିତ, ହଁ ନା? ମୁଁ ପିତା ଓ ମାତା ପରମେଶ୍ୱରଙ୍କୁ ଏପରି ଅସୀମ ଓ ସୁନ୍ଦର ଆଶା ଦେବା ନିମନ୍ତେ ଅନନ୍ତ ଧନ୍ୟବାଦ ଓ ମହିମା ଦେଉଅଛି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।